ସାମ୍ବାଦିକ ବନ୍ଧୁ, ଆମର ଗତକାଲି ପରମ ପୂଜ୍ୟ ବାବା ସାହେବଙ୍କର 69ତମ ପରିନିର୍ବାଣ ଦିବସ ସାରା ଭାରତ ପାଳନ କଲା। ସେ ଅବସରରେ ମୁଁ ଗତକାଲି ସୋନପୁର ଜିଲ୍ଲାରେ ମୋର କାର୍ଯ୍ୟକ୍ରମ ଥିଲା। ତେଣୁକରି ଆମର କର୍ମକର୍ତ୍ତା ମାନଙ୍କ ସହିତ ଆଲୋଚନା ପର୍ଯ୍ୟାଲୋଚନା କରିକି ଆମେ ଆଜି ଅର୍ଥାତ୍ ଆଜି 7 ତାରିଖ ଦିନ ଆମେ ରାୟଗଡ଼ା ଜିଲ୍ଲା ସ୍ଥିତ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ କରିଥିଲୁ। ପରମ ପୂଜ୍ୟ ବାବା ସାହେବଙ୍କର ପଟ୍ଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିକି ବାବା ସାହେବଙ୍କୁ ଆମେ ସମ୍ମାନ କରିବା ଉଦ୍ଦେଶ୍ୟରେ ଆଜି ସମସ୍ତେ ବସିଥିଲୁ ଏବଂ ନିଷ୍ପତ୍ତି ନେଲୁ ଯେ ଆମର ପ୍ରତ୍ୟେକ ଜାନୁଆରୀ 15 ତାରିଖ ଆମର ବହେନ କୁମାରୀ ମାୟାବତୀ ଯେ ରାଷ୍ଟ୍ରୀୟ ଅଧ୍ୟକ୍ଷା ଅଛନ୍ତି ତାକୁ ଆମେ ଭାରତୀୟ ଜନ କଲ୍ୟାଣ ଦିବସ ଭାବରେ ଆମେ ପାଳନ କରୁ। ସେଇଥିପାଇଁ ଆମେ ସମସ୍ତେ ବସିକି ବହୁଜନ ସମାଜ ପାର୍ଟି କିଭଳି ଆଗକୁ ବଢିବ, ବହୁଜନ ସମାଜ ପାର୍ଟିକୁ କିଭଳି ଭାବେ ଆମର ସହଯୋଗ ରାଶି ଯିବ ତାର ବି ଆଲୋଚନା ପର୍ଯ୍ୟାଲୋଚନା ହେଲା ଏବଂ ସମସ୍ତ ଅତି କମରେ ଜିଲ୍ଲାର 11ଟି ବ୍ଲକରୁ 500ରୁ ଅଧିକା କର୍ମକର୍ତ୍ତା ସମସ୍ତେ ଏକଜୁଟ ହେଇଥିଲୁ ଏବଂ ସମସ୍ତେ ନିଷ୍ପତ୍ତି ନେଲୁ କମ ସେ କମ ଭଉଣୀ କୁମାରୀ ମାୟାବତୀଙ୍କର ହାତକୁ ଷ୍ଟ୍ରଙ୍ଗ କରିବା ପାଇଁ, ଭଉଣୀ କୁମାରୀ ମାୟାବତୀଙ୍କୁ ଆସନ୍ତା ଦିନରେ ଆମେ ପ୍ରଧାନମନ୍ତ୍ରୀ ଭାବେ ଦେଖିବା ପାଇଁ ଏବଂ ଭଉଣୀକୁ ଆଗକୁ ବଢେଇବା ପାଇଁ ଆମେ ସମସ୍ତେ କମ ସେ କମ 4ରୁ 5 ଲକ୍ଷ ଟଙ୍କା ଆମେ ଦେବା ପାଇଁ ନିଷ୍ପତ୍ତି ହେଇକି ଆଜି ସମସ୍ତେ ନିଷ୍ପତ୍ତି ନେଲୁ। ବହୁତ ବଡ ଖୁସିର କଥା ଯେ ଭଉଣୀ କୁମାରୀ ମାୟାବତୀ ଆମ ଉପରେ ରାୟଗଡ଼ା ଜିଲ୍ଲାର ସମସ୍ତ କର୍ମକର୍ତ୍ତା ଉପରେ ବିଶ୍ୱାସ ରଖି ମୋ ଭଳିଆ ଗୋଟେ ଗରିବ ଘର ପିଲା, ମୋ ଭଳିଆ ଗୋଟେ ପିଲାକୁ ରାଜ୍ୟର ସଭାପତି ଭଳିଆ ଗୋଟେ ଗୁରୁ ଦାୟିତ୍ୱ ଦେଇଛନ୍ତି। ଏଇ ସଭାପତି ଭଳିଆ ଗୁରୁ ଦାୟିତ୍ୱକୁ ସମସ୍ତେ ଆସ୍ଥା ପ୍ରକଟ କରି ଅନେକ କଂଗ୍ରେସ ଲୋକ, ବିଜେଡି ଲୋକ, ବିଜେପି ଲୋକ ଦଳ ଛାଡି ଆଜି ବହୁଜନ ସମାଜ ପାର୍ଟିରେ ମିଶିବା ପାଇଁ ଆରମ୍ଭ କଲେଣି। ତାରି ପ୍ରତିଫଳନ ଆପଣ ଜାଣିପାରୁଥିବେ, ବୁଝିପାରୁଥିବେ। ଅତି କମରେ 20ରୁ 30 ବିଜେଡି କଂଗ୍ରେସ କର୍ମକର୍ତ୍ତା ଛାଡି ଆଜି ବହୁଜନ ସମାଜ ପାର୍ଟିରେ ଯୋଗ ଦେଲେ ଏବଂ ଆପଣଙ୍କୁ ଆମେ କହିବା ପାଇଁ ଚାହୁଁ ଆସନ୍ତା ସପ୍ତାହ ଭିତରେ କାଶୀପୁରରେ 200ରୁ ଅଧିକା କଂଗ୍ରେସ ବିଜେପି କର୍ମକର୍ତ୍ତା ମାନେ ଛାଡି ବହୁଜନ ସମାଜ ପାର୍ଟିରେ ଯୋଗ ଦେବା ପାଇଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଏ ଖବର ଆମ ପାଖକୁ ଆମର ବ୍ଲକ ସଭାପତି ମାଧ୍ୟମରେ ଆସିଛି। ଦେଖନ୍ତୁ ସାମ୍ବାଦିକ ବନ୍ଧୁ, ଆମର ନିଶ୍ଚିତ ଭାବରେ ଭଉଣୀ କୁମାରୀ ମାୟା ହେଉଛନ୍ତି ଆମର ରାଷ୍ଟ୍ରୀୟ ଅଧ୍ୟକ୍ଷା, ସେ ହେଉଛନ୍ତି ଆମର ଆଦର୍ଶ। ମୁଁ କେବଳ ନିମିତ୍ତ ମାତ୍ର। ଆମେ ସମସ୍ତେ ଭଉଣୀକୁ ସହଯୋଗ କରିବା ଉଦ୍ଦେଶ୍ୟରେ ଆମର ମହାପୁରୁଷ ମାନଙ୍କ ସୋଚ ବିଚାରକୁ ଆଗକୁ ବଢାଇବା ପାଇଁ ଆମେ ସମସ୍ତେ ସୈନିକ ଭାବେ କାମ କରୁଛୁ। ନିଶ୍ଚିତ ଭାବରେ ଭଉଣୀ ହିଁ ଆମର ଆଦର୍ଶ। ଭଉଣୀଙ୍କ ଉପରେ ସମସ୍ତଙ୍କ ରାସ୍ତା ବିଶ୍ୱାସ ରଖି ଆମେ ତାଙ୍କର ଯୋଉ ସହଯୋଗୀ ଭାବରେ କାମ କରୁଛୁ, ଆମକୁ ମଧ୍ୟ ଲୋକାଲ ଏରିଆରେ ଆମ ଉପରେ ମଧ୍ୟ ଆସ୍ଥା ରଖିକି ବହୁଜନ ସମାଜ ପାର୍ଟି ଯୋଗ ଦେଉଛନ୍ତି। ଏତ ଖୁସିର କଥା। ଭଉଣୀଙ୍କର ଜନ୍ମଦିନ ଅବସରରେ ଆମେ ଅତି କମରେ 1 କୋଟିରୁ ଅଧିକା ଟଙ୍କା ଅର୍ଥ ରାଶି ସହଯୋଗ କରିବା ପାଇଁ ଭଉଣୀକୁ କଥା ଦେଇକି ଆମେ ଆସିଛୁ। ଆଉ ତାରି ପାଇଁ ବୋଲି ସବୁ ମାନେ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକ୍ରମ କରିକି ଆମେ କେବଳ ୱାର୍କର ମାନଙ୍କ ଠାରୁ, କେବଳ ବହୁଜନ ସମାଜର ଲୋକଙ୍କ ଠାରୁ 100 ଟଙ୍କା, 200 ଟଙ୍କା, 300 ଟଙ୍କା ମାନେ ଆପଣଙ୍କର ଅର୍ଥ କେମିତି ଆଦାୟ ହେବ ତାରି ପାଇଁ ବୋଲି ସବୁ ଜିଲ୍ଲାରେ ଆମର କର୍ମକର୍ତ୍ତା ଲାଗିଛନ୍ତି। ଗତକାଲି ଆମର ସୋନପୁର ଜିଲ୍ଲାରେ ଥିଲା, ଆଜି ଆପଣ ଦେଖୁଥିବେ ରାୟଗଡ଼ା ଜିଲ୍ଲାରେ ଅଛି। 30ଟା ଜିଲ୍ଲାରେ କାର୍ଯ୍ୟକ୍ରମ ଚାଲିଛି ଏବଂ ଆମେ ଆଶାବାଦୀ ଭଉଣୀଙ୍କର ଯୋଉ 1 କୋଟି ଟଙ୍କାର ଟାର୍ଗେଟ ଦେଇଛନ୍ତି, ବୋଧେ ଆମେ ନିଶ୍ଚିତ ଭାବରେ ପ୍ରଥମ ଥର ପାଇଁ 1 କୋଟି ଟଙ୍କା ଓଡିଶା ଭଳିଆ ରାଜ୍ୟରୁ ଭଉଣୀଙ୍କର ହାତ ମୁଠା ଉଠାଣ କରିବା ପାଇଁ ଆମେ ଦେବା ପାଇଁ ସମର୍ଥ ହଉଛୁ। ନା ଗୋପାଳ ମେଘ, ମୋର ଘର ହଉଛି ମାଣ୍ଡିପଦା, ପୋଷ୍ଟ ହଉଛି ପଲମା, କେସ୍ ହଉଛି କେସିଂପୁର, ଜିଲ୍ଲା ରାୟଗଡ଼ା। ମୁଁ ତଳ ଦିନେ ବିଜେଡିରେ ରହୁଥିଲି। ମୋ ବାପା, ମୋ ଜେଜେବାପା ବିଜେଡି କାମ କରି ଆସୁଛୁ। ଆଉ ଆମ ପାଇଁ ଏକା ପଲମା ବିଜେଡି ଲିଡିଂ କରୁଥିଲା, ସିଙ୍ଗର ଲିଡିଂ କରୁଥିଲା। ଏବେ ସେ ଅଜାଣତରେ ମୁଇଁ ସେ ଘରେ ବସବାସ କରୁଥିଲି। ଏବେ ଜାଣିପାରିଲି ଆମ ଘର କୋଉଠି। ଯେତେବେଳେ ଜାଣିପାରିଲି ମୁଁ ମୋ ସ୍ୱଇଚ୍ଛାରେ ମୁଁ ମୋ ଘରକୁ ଫେରିଲି। ଏ ଝାଟି ମାଟି କୁଡିଆ ଘରକୁ ଏବେ ମୁଁ ପକ୍କା ଘର ବନେଇବି। ଆଉ ଯୋଉ ପିଲାମାନେ କଂଗ୍ରେସ ପିଲାମାନେ ହଉ କି ଏଜେଡ ଲୋକ ହଉ, ଯୋଉମାନେ କଂଗ୍ରେସ ଅଛନ୍ତି, ବିଜେଡିରେ ଅଛନ୍ତି, ସେମାନଙ୍କୁ ମୁଁ ସୁନିଶ୍ଚିତ ଭାବେ ଏଠିକି ଫେରେଇ ଆଣିବି ଆମ ଘରକୁ। ଆଉ ଆମ ଲୋକମାନେ ଯୋଉମାନେ ବିଜେପିକୁ ନ ଜାଣିକରି ସେଠିକି ଯାଉଛନ୍ତି, ସେ ସବୁକୁ ବି ଟାଣି ଆଣିବେ, 100% ଗ୍ୟାରେଣ୍ଟି। ଆଉ ଆମେ ଆମ ଜିପିରେ, ଆମ ବ୍ଲକରେ ଲିଡିଂ କରି ଦେଖେଇବୁ, ଆମର ବ୍ଲକରେ ବି ଲିଡିଂ କରି ଦେଖେଇବୁ। ସଂଗଠନ ମଜବୁତ କରି ଆଗକୁ ନେବୁ। ଷ୍ଟ୍ରଙ୍ଗଲି ଲଢବା ପାଇଁ ଏଗ୍ରି ଅଛୁ। ଶୁଣନ୍ତୁ, ଲକ୍ଷେ ତାରା ଥିଲେ ଯେତିକି, ଗୋଟେ ଜନ ଥିଲେ ସେତିକି। ଆମେ ହଉଛୁ ଜନ, ଆମେ ତାରା ନାହିଁ। 100 ଲୋକ ଥିଲେ ଯେତିକି, ଆମେ ଜଣେ ଥିଲେ ସେତିକି। ଲକ୍ଷେ ତାରା ଭିତରେ ଗୋଟେ ଜନ ଆମେ। ସୁନିଶ୍ଚିତ ଆମେ ଆମ ବିଏସପି ସଂଗଠନକୁ ସୁଦୃଢ ଭାବେ ଆମେ ଆଗକୁ ବଢେଇବୁ। ଗ୍ରାମ ବ୍ଲକ ବିଷମକଟକ। ଉଦ୍ଦେଶ୍ୟ ହେଉଛି
ମୁଁ ତ ଏବେ ଖାଲି ଏଇଟା ଫର୍ମାଲି ଆଜି ଜଏନ୍ କଲି। ମୁଁ ଦୀର୍ଘ 20 ବର୍ଷ ହେଲା ଅମ୍ବେଦକର ବିଚାରଧାରା କାର୍ଯ୍ୟ କରୁଛି, ଲୋକମାନଙ୍କୁ ସଚେତନ କରୁଛି। ଏଇଟା ମୋର ଦୈନନ୍ଦିନ କାର୍ଯ୍ୟ। କିନ୍ତୁ ଯାହା ହଉ ଆଜି ଏତେ ଦିନ ପରେ ମୁଁ ଆଜି ଫର୍ମାଲି ବହୁଜନ ସମାଜ ପାର୍ଟିରେ ଜଏନ୍ କଲି। ଆଉ ଗୋଟେ ଆମର SCCLର ଜିଲ୍ଲା ଉପସଭାପତି ଭାବେ ମୋତେ ଦାୟିତ୍ୱ ଦେଇଛନ୍ତି। ତେଣୁ ମୁଁ ଭାବୁଛି ପୁଣି ଆଗ ଅପେକ୍ଷା ଆହୁରି ଉତ୍ସାହିତ ସହିତ ଆହୁରି ଫିଲ୍ଡକୁ ଯିବି, ଫିଲ୍ଡକୁ ଯାଇ ଆମ ଲୋକମାନଙ୍କୁ ସଚେତନ କରାଇବି। BSPର ଯେଉଁ ବିଚାରଧାରା ଅଛି, ଅମ୍ବେଦକର ଯେଉଁ ଅଭିମତି ଅଛି, ସେସବୁ ଜିନିଷ ଉପରେ ଲୋକମାନଙ୍କୁ ସଚେତନ କରାଇବି ଏବଂ BSPର ଏଜେଣ୍ଡାକୁ ପୁଣି ଆଉ ଥରେ ঊର୍ଦ୍ଧ୍ୱଗତି କରିବି। ଏହା ପୂର୍ବରୁ ସାର୍ ପୂର୍ବରୁ ମୁଁ କଂଗ୍ରେସ ଥିଲି। ଆଉ ଯେହେତୁ ମୁଁ ଦୀର୍ଘ ଦିନ ହେଲା କଂଗ୍ରେସ ଦଳ ରହିଲା ପରେ ମଧ୍ୟ ମୋ ବାପା ଅମଳ ରହିଲା ପରେ ମଧ୍ୟ ସେମାନେ ଆମର ଯେଉଁ ବହୁଜନ ସମାଜର ବିଚାରଧାରାରୁ ଅଲଗା ମନୋଭାବ ନେଇ କାର୍ଯ୍ୟ କରୁଛନ୍ତି। ସେଠି ମୁଁ ବ୍ୟଥିତ ହେଇକି ଶେଷରେ